ପ୍ରଭାତର ପବିତ୍ର ବେଳା ଭକ୍ତି ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ମଧ୍ୟରେ ଦିବ୍ୟମଙ୍ଗଳ ଆରତିରେ ଝଲସି ଉଠୁଛନ୍ତି ମହାପ୍ରଭୁ ଅଲାରନାଥ। ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଣସର ଘରେ ବିରାଜମାନ ଥିବା ବେଳେ ଭକ୍ତମାନଙ୍କ ପାଇଁ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ପାଲଟିଛି ଆସ୍ଥା ଓ ଆରାଧନାର ପ୍ରମୁଖ କେନ୍ଦ୍ର। ଭୋର ପ୍ରାୟ 4ଟାରେ ମଙ୍ଗଳ ଆଳତି ପରେ ମହାପ୍ରଭୁ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରି ଶାନ୍ତି, ସୁଖ ଓ ମଙ୍ଗଳ କାମନା କରୁଛନ୍ତି। ବିଶ୍ୱାସ ରହିଛି, ଅଣସର ସମୟରେ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ସମାନ ପୁଣ୍ୟ ଲାଭ ହୁଏ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ। ମହାପ୍ରଭୁଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୁସ୍ଥତା ଓ ସମୃଦ୍ଧି ଆଣୁ। ଜୟ ମହାପ୍ରଭୁ ଅଲାରନାଥ। ଜୟ ଜଗନ୍ନାଥ।